रोसई घरे व्यवहार होउथिबा भृषंग पत्र कौनसी मूल्यवान औषध ठारू कम नुहे। हाँ आज्ञा, केवल तरकारी स्वाद बढ़ाइबा पई नुहे बरं आपणको आजीवन सुस्थ रखिबारे ଏହା ଏକ ଚମତ୍କାରୀ ସଞ୍ଜୀବନୀ। ଆସନ୍ତୁ ଜାଣିବା ଏହି ସାଧାରଣ ପତ୍ର ପଛରେ ଥିବା ଅସାଧାରଣ ଶକ୍ତି ବିଷୟରେ। ବନ୍ଧୁଗଣ, ଆମ ଭାରତୀୟ ପରମ୍ପରା ଏବଂ ଆୟୁର୍ବେଦ ଶାସ୍ତ୍ରରେ ପ୍ରକୃତି ହିଁ ସବୁଠାରୁ ବଡ଼ ଚିକିତ୍ସକ ବୋଲି ମନାଯାଇଛି। ଆମ ବାଡ଼ି ବଗିଚାରେ ଅତି ସାଧାରଣ ଭାବରେ ବଢୁଥିବା ଏକ ଗଛ ହେଉଛି ଭୃଷଙ୍ଗ ଗଛ। ପ୍ରତିଦିନ ଆମର ରୋଷେଇ ଘରେ ଡାଲମା ହଉ କିମ୍ବା ତରକାରୀ ଟିକେ ଭୃଷଙ୍ଗ ପତ୍ରର ଛୁଙ୍କ ନ ପଡ଼ିଲେ ସ୍ୱାଦ ଆସେନି। କିନ୍ତୁ ଆପଣ କ'ଣ କେବେ ଭାବିଛନ୍ତି କେବଳ ସୁଗନ୍ଧ ଏବଂ ସ୍ୱାଦ ବାହାରେ ଏହି ଛୋଟିଆ ସବୁଜ ପତ୍ରଟି ଭିତରେ କେତେ ଯେ ସଞ୍ଜୀବନୀ ଶକ୍ତି ଲୁଚି ରହିଛି? ଏହା କୌଣସି ଦାମିକିଆ ଔଷଧ ଠାରୁ କମ୍ ନୁହେଁ। ଆସନ୍ତୁ ଜାଣିବା ଏହାର ପ୍ରଥମ ଚମତ୍କାରିତା ବିଷୟରେ। ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ପେଟ ସମସ୍ୟା ଏକ ସାଧାରଣ କଥା ହେଇଗଲାଣି। କିନ୍ତୁ ପ୍ରତିଦିନ ସକାଳୁ ଖାଲି ପେଟରେ 4-5ଟି କଞ୍ଚା ଭୃଷଙ୍ଗ ପତ୍ର ଚୋବେଇ କରି ଖାଇଲେ ଆପଣଙ୍କ ପାଚନ ତନ୍ତ୍ର ମଜବୁତ ହେଇଥାଏ। ଏଥିରେ ଥିବା ଫାଇବର ଏବଂ ଆଣ୍ଟି ଅକ୍ସିଡେଣ୍ଟ ଆମ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ। କେବଳ ସେତିକି ନୁହେଁ, ଯଦି ଆପଣ ନିଜର ଓଜନ କମାଇବାକୁ ଚାହୁଁଛନ୍ତି ତେବେ ଭୃଷଙ୍ଗ ପତ୍ର ଆପଣଙ୍କ ପାଇଁ ଏକ ବରଦାନ। ଏହା ଶରୀରରେ ଜମିଥିବା ଅଦରକାରୀ ଚର୍ବିକୁ ତରଳେଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଆଜିକାଲି ଘରେ ଘରେ ମଧୁମେହ ବା ଡାଇବେଟିସ୍ ରୋଗୀ ଦେଖିବାକୁ ମିଳୁଛନ୍ତି। ଡାକ୍ତରମାନେ ମଧ୍ୟ ଏବେ ମାନୁଛନ୍ତି ଯେ ଭୃଷଙ୍ଗ ପତ୍ର ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ବହୁତ ସାହାଯ୍ୟ କରେ। ଏହା ଶରୀରରେ ଇନ୍ସୁଲିନ ଉତ୍ପାଦନ ପ୍ରକ୍ରିୟାକୁ ସକ୍ରିୟ କରିଥାଏ। ଅନ୍ୟପକ୍ଷରେ ଏହି ସବୁଜ ପତ୍ର ହୃଦରୋଗୀଙ୍କ ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟକ। ଏଥିରେ ଥିବା ଗୁଣ ଖରାପ କୋଲେଷ୍ଟ୍ରଲକୁ କମ୍ କରିବା ସହ ଭଲ କୋଲେଷ୍ଟ୍ରଲକୁ ବଢ଼ାଇଥାଏ, ଯାହାଫଳରେ ଆପଣଙ୍କ ହୃତ୍ପିଣ୍ଡ ସୁସ୍ଥ ରୁହେ ଏବଂ ହାର୍ଟ ଆଟାକ୍ ଭଳି ବିପଦରୁ ଆପଣ ରକ୍ଷା ପାଇପାରିବେ। ଯଦି ଆପଣଙ୍କର କେଶ ଝଡୁଛି ବା ଅକାଳରେ ପାଚି ଯାଉଛି ତେବେ ବଜାରରେ ମିଳୁଥିବା କେମିକାଲ ଯୁକ୍ତ ପ୍ରଡକ୍ଟ ଛାଡ଼ି ନଡ଼ିଆ ତେଲରେ କିଛି ଭୃଷଙ୍ଗ ପତ୍ର ପକାଇ ଫୁଟାନ୍ତୁ ଏବଂ ସେହି ତେଲକୁ ବ୍ୟବହାର କରନ୍ତୁ। ଦେଖିବେ କିଛି ଦିନ ମଧ୍ୟରେ କେଶ କଳା, ଘନ ଏବଂ ମଜବୁତ ହେଇଯିବ। ତ୍ୱଚାର ଚମକ ବୃଦ୍ଧି କରାଇବାରେ ମଧ୍ୟ ଏହାର ଜବାବ ନାହିଁ। ଏହା ଛଡ଼ା ଏଥିରେ ଭିଟାମିନ ଏ, ଭିଟାମିନ ସି, କ୍ୟାଲସିୟମ ଏବଂ ଆଇରନ୍ ଭରପୁର ମାତ୍ରାରେ ରହିଛି। ପ୍ରତିଦିନ ଏହାର ସଠିକ ସେବନ କଲେ ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟି ବହୁଗୁଣିତ ହୋଇଥାଏ ଏବଂ ଛୋଟ ମୋଟ ରୋଗ ଆପଣଙ୍କର ପାଖ ମାଡ଼େନି। ପ୍ରକୃତି ଆମକୁ ଏମିତି ଅନେକ ଉପହାର ଦେଇଛି, କେବଳ ଆମକୁ ତାର ସଠିକ ବ୍ୟବହାର ଶିଖିବାକୁ ପଡ଼ିବ। ଏଣିକି ଭୃଷଙ୍ଗ ପତ୍ରକୁ କେବଳ ତରକାରୀରୁ ବାହାର କରି ଫିଙ୍ଗି ଦିଅନ୍ତୁନି, ବରଂ ଏହାକୁ ନିଜର ଦୈନନ୍ଦିନ ଖାଦ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗ ବନାନ୍ତୁ। ଆସନ୍ତୁ ଏକ ସୁସ୍ଥ ଆଗାମୀ କାଲି ଆଡ଼କୁ ପାଦ ବଢ଼ାଇବା।